ବଢ଼ିଲା ଭତ୍ତା ମିଳିବ 3000 ରୁ 3500 ଟଙ୍କା। ଏହିପରି ଭାବେ ଆମର କିଛି ଚ୍ୟାନେଲ୍ ୟୁଟ୍ୟୁବରେ କିଛି ୟୁଟ୍ୟୁବର ଭାଇମାନେ ପୋଷ୍ଟ କରୁଛନ୍ତି ଯେ ବଢ଼ିଲା ଭତ୍ତା ମିଳିବ 3000 ଏବଂ ବୟସ୍କକୁ ମିଳିବ 3500 ଟଙ୍କା। ତ ଏହି ପରିପ୍ରେକ୍ଷୀରେ ଆପଣ ଦେଖନ୍ତୁ, ମୁଁ ସେଇ ଯେଉଁ ଭତ୍ତା ସାଇଟ୍ରେ ଆପଣଙ୍କୁ ମୁଁ ଅଛି ଏବେ ଏଆରି ବାବଦରେ ମୁଁ ଗୋଟେ କନଫର୍ମେସନ୍ ଆପଣଙ୍କୁ ଗୋଟେ କରିବି। ଗୋଟେ କନଫ୍ୟୁଜ୍ ଅଛି ଯେ ଲୋକମାନେ ଆପଣ ଜାଣିପାରୁନାହାନ୍ତି ଯେ ଆପଣ ସେ ଭାବୁଛନ୍ତି ଯେ ଆମେ ଭତ୍ତା ବଢ଼ିଲା, ଆମେ ପାଇବୁ ଏବେ 3000 ଟଙ୍କା ପାଇବୁ ବା 3500 ଟଙ୍କା ପାଇବୁ। ତ ସେହିପରି ଭାବରେ ଏହି ଭିଡ଼ିଓଟା ଆପଣ ପୁରା କ୍ଲାରିଫିକେସନ୍ ଭିଡ଼ିଓ ରହିବ। ଆଉ ଭିଡ଼ିଓଟା ଆପଣ ଦେଖିଲା ପରେ ଆପଣ ଅନ୍ୟମାନଙ୍କୁ ସେୟାର କରିବେ, କାରଣ ସବୁବେଳେ ଆମେ କହୁ ଆମେ ଗୋଟେ ନିରପେକ୍ଷ ଆଉ ଯେଉଁଟାକି ଯେଉଁ ଇନଫର୍ମେସନ୍ ଦେବା ଯେଉଁଟାକି ସେଟାର 100% ସତ ଥିବ, କୌଣସି ଆପଣ ମିଛ ନଥିବ, ଯେଉଁଟାକି ସରକାର ତରଫରୁ ଯେଉଁଟା ଆସିବ ଆମେ ତାକୁ ଆଉଟପୁଟ୍ ଆପଣ କରିବା। କିନ୍ତୁ ଏଆରି ଭିତରେ ଗାଲୁଆ କିଛି ଚ୍ୟାନେଲ୍ ଅଛନ୍ତି, ସେମାନେ ଭିଓର ପାଇବା ପାଇଁ ଆପଣମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ତ ଆପଣ ଦେଖୁଥିବେ ବର୍ତ୍ତମାନ ପାଇଁ ଆପଣଙ୍କର ଭାଇରାଲ୍ ଚାଲିଛି, ବର୍ତ୍ତମାନ ପାଇଁ ଆପଣଙ୍କୁ ବଢ଼ିଲା ଭତ୍ତା ଟଙ୍କା ମିଳିବ 3000 ଆଉ 3500 ଟଙ୍କା। ମୁଁ ଏଇ ବାବଦରେ ଆପଣଙ୍କୁ ଗୋଟେ କ୍ଲିୟର କରାଉଛି। ତ ଆପଣ ଜାଣିଥିବେ ଯେଉଁ ଇଲେକ୍ସନ୍ ସମୟରେ ଆପଣଙ୍କର ଭାରତୀୟ ଜନତା ପାର୍ଟି ଆପଣଙ୍କର ମ୍ୟାନିଫେଷ୍ଟୋ ଦେଇଥିଲା, ଆପଣଙ୍କର ଇସ୍ତାହାର ଦେଇଥିଲା ଆପଣଙ୍କର ଯେ ସରକାରକୁ ଆସିଲେ ଆପଣଙ୍କର 3000 ଟଙ୍କା ଆପଣ ସେଇଟା ବଢ଼େଇବ ଆଉ ବୟସ୍କ ଲୋକଙ୍କୁ 3500 ଟଙ୍କା ବଢ଼େଇବ। ସୋ ସେଇଟା ହେଉଛି ଥିଲା ଭାରତୀୟ ଜନତା ପାର୍ଟିର ମ୍ୟାନିଫେଷ୍ଟୋ ଥିଲା, ଆପଣଙ୍କର ଇସ୍ତାହାର ଥିଲା। କିନ୍ତୁ ଏଇଟାକୁ ଆପଣ ଯେହେତୁ ଆପଣ 24 ବର୍ଷ ପରେ ଯେ ଭାରତୀୟ ଜନତା ପାର୍ଟି ସରକାର ଆସିଲା, ଆପଣ ବିଜେଡ଼ି ସରକାର ଆପଣଙ୍କର ଗଲା, ତ ଏଇଟାକୁ ନେଇକି ଗୋଟେ ଅସ୍ତ୍ର ଘର କିଛି ୟୁଟ୍ୟୁବର କରିଛନ୍ତି ଯେ ଆମେ ଭିଓର ପାଇବୁ। ତ ଆପଣଙ୍କ ମିଛକୁ ନେଇକି ଆପଣ ଭିଓର ପାଇବେ, ସେଇଟା ହେଉଛି ବଡ଼ କଥା ନୁହେଁ। ଆପଣଙ୍କର ସତକୁ ନେଇକି ଆପଣ ତାକୁ ସଦା କରିକି ଆପଣଙ୍କର ଭିଓର ପାଇଲେ ସେଇଟା କିଛି ନାହିଁ। ବର୍ତ୍ତମାନ ଲୋକମାନେ ବର୍ତ୍ତମାନ ଯେଉଁ ସରକାର ପଟେ ଆସିନି, ଶପଥ ବର୍ତ୍ତମାନ ସମ୍ପୂର୍ଣ୍ଣ ସରିନାହିଁ, ଆପଣ କହୁଛନ୍ତି ବର୍ତ୍ତମାନ ଡିକ୍ଲାର ହେଇଗଲାଣି ବର୍ତ୍ତମାନ। ତ ଦେଖନ୍ତୁ, ଏଇଟା ଆମେ କହିବା ଯେ ଆପଣ ଆସିଛି ଆପଣଙ୍କ ଯେଉଁ ପୂର୍ବରୁ ଆପଣ ସରକାର ଥିଲା ସାଇଟ୍ ଆପଣ ଚେଞ୍ଜ ହେଇଛି, ଆପଣ ଦେଖନ୍ତୁ ପୁରା ସାଇଟ୍ ଆପଣ ଚେଞ୍ଜ ହେଇଛି, ଯେଉଁ ଭତ୍ତା ସାଇଟ୍ ଆପଣ ଚେଞ୍ଜ ହେଇଛି, ଆପଣଙ୍କର ଯେ କ୍ୟାବିନେଟ୍ ମିନିଷ୍ଟରଙ୍କର ଫଟୋ ଲାଗିଛି, ଯେ ଅଦ୍ୟାବଧି କିଛି ଆପଣଙ୍କର ଏହା ବଦଳରେ କୌଣସି କିଛି ଡିକ୍ଲାର ହେଇନାହିଁ। ଚାଲନ୍ତୁ ଆପଣଙ୍କୁ ଦେଖେଇଦେବି ସେ ସାଇଟ୍ ଆପଣଙ୍କ ଅଛି, ଯେ ଆପଣ କିପରି ଆପ୍ଲାଏ କରିବେ ଆପଣ ପୁରା ଲାଇଭ୍ ଆପଣ ଦେଖେଇଦେବି। ଦେଖନ୍ତୁ ଏଇ ସାଇଟ୍ ଆପଣଙ୍କର ଅଛି, ଏଇଟା ହେଉଛି ସୋସିଆଲ୍ ସିକ୍ୟୁରିଟି ଏମ୍ପ୍ଲୟମେଣ୍ଟ ଆପଣଙ୍କର ପର୍ସନ୍ ଡିଜେବିଲିଟି। ଏଇଟା ଆପଣ ମାରି SSEPD ମାରିବେ, ଆପଣଙ୍କୁ ପଳେଇ ଆସିବ। ମୁଁ ଦେଖନ୍ତୁ ଆପଣଙ୍କୁ କହୁଛି, ଆପଣ ମୋବାଇଲ୍ ଆପଣ କରିବା ପାଇଁ ଚାହୁଁଛନ୍ତି SSEPD ମାରିବେ, ତାର ସୋସିଆଲ୍ ସିକ୍ୟୁରିଟି ଏମ୍ପ୍ଲୟମେଣ୍ଟ ଏଇଟା ମାରିବେ। ହେଲା ପରେ ଏଇଟା ସାଇଡ଼୍ ଆସିବ। ଦେଖନ୍ତୁ ସାଇଡ଼୍ ଆସିଲା ପରେ ଏଇଟା ହେଉଛି ଆପଣଙ୍କର ଭତ୍ତା ସାଇଡ଼୍। ଏଇଠି ଆସନ୍ତୁ, ଦେଖନ୍ତୁ ଏଇଠି ହେଉଛି ଜୁମ୍ କରିବେ ବେନିଫିସିଆରୀ ସର୍ଭିସ୍। এই যে পেনশন তারপরে আছে সেকেন্ড প্রথম আছে পেনশন স্কিম আসলা। এইটা হচ্ছে আপনার আপ্লিকেশন ফর বেনিফিସିଆରୀ ଆପଣଙ୍କର ଟ୍ରାକ୍ କରିପାରିବେ। ଆପଣଙ୍କର ଏଠି ଫର୍ମ ପକାଇଛନ୍ତି, ଆପଣ ଦେଖିପାରିବେ। ତେଣୁ ପ୍ରଥମେ ଫର୍ମ ପକାଇଛି ଚୁଜ୍ ସର୍ଭିସ୍ ଆପଣ ମାରିବେ। ଦେଖନ୍ତୁ ଏଠି ଅଛି ପ୍ରଥମ ମଧୁବାବୁ ପେନ୍ସନ୍ ଯୋଜନା, ନ୍ୟାସନାଲ୍ ସୋସିଆଲ୍ ଆସିଷ୍ଟାନ୍ସ, ଆପଣ ସବୁ ସ୍କିମ୍ ଅଛି। ତେଣୁ ମଧୁବାବୁ ପେନ୍ସନ୍ରେ ଆପଣଙ୍କର କ୍ଲିକ୍ କରିବେ, ତାପରେ ପ୍ରୋସିଡ୍ କରିବେ, ମଧୁଆ ପେନ୍ସନ୍ ଯୋଜନା କରିବେ। ଦେଖନ୍ତୁ ଏଇଟା ହେଉଛି ଫର୍ମ, ଦେଖନ୍ତୁ ଡିଟେଲ୍ ଆପଣଙ୍କୁ ଦେଖେଇ ଦେଉଛି। ଏଇ ଫର୍ମଟା ଆପଣ ଫିଲ୍ଅପ୍ କରିସାରିଲା ପରେ ବାସ୍ ଆପଣ କାମ ଛୁଟି। ଫର୍ମ ଫିଲ୍ଅପ୍ କରି ଆପଣ ଯାହା ଡକୁମେଣ୍ଟ ଆପଣଙ୍କର ଅପଲୋଡ଼ କରିବେ। ଡକୁମେଣ୍ଟ ଆପଣ ମୁଁ କହିଦେଉଛି। ଡକୁମେଣ୍ଟ ପ୍ରଥମଟା ଆପଣ ଲାଗିବ ହେଉଛି ଆଧାର କାର୍ଡ଼, ଆପଣଙ୍କର ହେଉଛି ଏଜ୍ ପ୍ରୁଫ୍, ଆପଣଙ୍କର ଯେଉଁ ଭୋଟର ଲିଷ୍ଟ, ବିଧାନସଭା ଭୋଟର ଲିଷ୍ଟ। ଥାର୍ଡ଼ ହେଉଛି ଆପଣଙ୍କର ହେଉଛି ବ୍ୟାଙ୍କ ଆକାଉଣ୍ଟ, ଆଉ ଗୋଟେ ଫଟୋ। ବାସ୍ ଏତିକ କରିକି ଆପଣ ଗୋଟେ PDF ସାଇଜ୍ରେ ଆପଣ ଅପଲୋଡ଼ କରିବେ। ତେଣୁ ଏଠି ଆପଣଙ୍କର ଦେଖନ୍ତୁ ଏଇଠି ଆପଣଙ୍କର ପେନ୍ସନ୍ ଚୁଜ୍ କରିବେ, ଓଲ୍ଡ ପେନ୍ସନ୍, ଆଧାର ଯେଉଁ ନାଁ ଥିବ ନାଁ ଦେବେ, ଆଉ ବାପା ନାଁ ଦେବେ, ଡେଟ୍ ଅଫ୍ ବାର୍ଥ ଭରିବେ, ଏଜ୍ ଦେଖିବେ। এই যে অপলোড এজ প্রুফ এইটা ଅଛି, এইটি আপনার দেবে এজ প্রুফ আপনার ভোটর আপনার যে লিষ্ট ଅଛି আপনার এইটি আপনার দেবে। এটি ମୁଁ দেଉଛି। তারপরে আপনার এটি জেন্ডর মারিবে, মেল ফিমেল, আধার নম্বর দেবে, ভেরিফাই করবে। এটি আধার ভেরিফাই হব। আধার যে এটা হচ্ছে সেইটি আপনার আধার স্কান কপি আপনার দেবে, ଯେଉଁଟାକି ଯେଉଁ PDF ଥିବ। মোবাইল নম্বর দেবে, আপনার স্টেট দেবে, এটি ফটো আপনার দেবে, সব ডিভিଜন এটি মারিবে। তারপরে এটি আপনার হ্যাঁ আউ গোটে এটি কইদেଉଛି, আপনার যে ফর্ম থিব এটি আপনার যে ফর্ম গোটা RI সাইন আপনার রহিব। RI সাইন প্লস আপনার পঞ্চায়েত আপনার VLW নহলে আপনার NSC আপনার NSC আপনার এটি যে অনেক তাঁর সাইন আপনার করি সেই ফর্মটা আপনার অপলোড করবে। এটা হচ্ছে লেখা হয়েছে ইনকম সার্টিফিকেট আর RI রিপোর্ট, এইটা আপনার অপলোড হব। আডিশনাল ডকুমেন্ট এটি করবে, হোম এপ্লিকেশন তাঁর সাইন এটি হব অপলোড হব।
ଆଉ ବ୍ୟାଙ୍କ ଆକାଉଣ୍ଟ ଦେବେ, ବ୍ୟାଙ୍କ ନାଁ ଦେବେ, ଆକାଉଣ୍ଟ ନମ୍ବର ଦେବେ, IFSC କୋଡ଼ ଦେବେ, ଦେଇକି ଆପଣଙ୍କର ପାସବୁକ୍ ଅପଲୋଡ଼ କରିବେ, ଦେଇକି ଡିକ୍ଲାର ଅପସନ୍ ମାରିବେ, ମାରିକି ଆପଣଙ୍କର ଏଠି ସବମିଟ୍ କରିବେ। ତ ଏହିପରି ଭାବେ ଆପଣ ବହୁତ ସହଜରେ ଆପଣ ଏ ଫର୍ମ ଆପଣ ଫିଲ୍ଅପ୍ କରିପାରିବେ। ଦର୍ଶକ ବନ୍ଧୁ, ଏହା ବଦଳରେ ଆପଣଙ୍କର କୌଣସି ଅସୁବିଧା ହୁଏ ଆମକୁ ଡାଇରେକ୍ଟ ଆମକୁ କମେଣ୍ଟସ୍ କରନ୍ତୁ, ଆମେ ବି ଆପଣ ଆମର ସହଯୋଗ ନେଇପାରିବେ। ତେଣୁ ଆପଣ ଆମେ 100% ହେଲ୍ପ କରିବୁ। ଦର୍ଶକ ବନ୍ଧୁ, ଇଏ ଥିଲା ଆପଣଙ୍କୁ କହିଗଲି ଯେଉଁ ଆପଣଙ୍କର ଭତ୍ତା ବାବଦରେ ଗୋଟେ ଯେଉଁ ଆସୁଛି ଗୋଟେ ଫେକ୍ ଭିଡ଼ିଓ ଆସୁଛି, ଯେ ଗୋଟେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୋଟେ ଆସୁଛି ଗୋଟେ ଫେକ୍ ଭିଡ଼ିଓ, ତା ବଦଳରେ ଭିଡ଼ିଓଟି ଥିଲା ଏବଂ ତା ସହିତ ବି ଆପଣଙ୍କୁ କହିଦେଲି ଯେ କିପରି ଆପଣ ଅନଲାଇନ୍ କରିବେ। ଦର୍ଶକ ବନ୍ଧୁ, ମୁଁ ଭାବୁଥିବି ଆଜିକାର ଭିଡ଼ିଓ ଦେଖିବା ବୁଝିପାରିବେ। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣ ମୂଲ୍ୟବାନ ମତାମତ କମେଣ୍ଟରେ ଲେଖନ୍ତୁ। ଦର୍ଶକ ବନ୍ଧୁ, ରହିଲେ ନମସ୍କାର, ଜୟ ଜଗନ୍ନାଥ।